ଶୁଭ ସକାଳ ପିଲାମାନେ, ପୁଣି ଥରେ ସ୍ୱାଗତ ତମମାନଙ୍କୁ ଆଉ ଏକ ନୂଆ ଭିଡ଼ିଓରେ। ସମସ୍ତେ କେମିତି ଅଛ? ସମସ୍ତେ ଭଲରେ ଅଛ ନା? ଭେରି ଗୁଡ୍। ମୁଁ ବି ବହୁତ ଭଲରେ ଅଛି ପିଲେ। ଆଜି ଆମେ ଏକ ସୁନ୍ଦର ଭିଡ଼ିଓ ଦେଖିବା, ଯୋଉ ଭିଡ଼ିଓରେ ଆମେ ଅନେକ କଥା ଶିଖିବା ପିଲେ। ଶିଖିବା କ'ଣ? ଆମେ ଶିଖିବା ଜିନିଷ ଗୁଡ଼ିକୁ ଗଣିବା, ଜିନିଷ ଗୁଡ଼ିକୁ ଜାଣିବା, କିଏ ବଡ଼ କିଏ ସାନ, ହଁ ନା ନାଇଁ? ଆଚ୍ଛା, ମତେ କହିଲ ଆଜି ତମ ଶ୍ରେଣୀରେ କେତେ ଜଣ ପିଲା ବସିଛ ପିଲେ? ହଁ, ଗଣିଲ ପିଲା ସଂଖ୍ୟା ଗଣିଲ, କେତେ ଜଣ ବସିଛ? ଆଚ୍ଛା, ରାମ କହୁଛି 12 ଜଣ ବସିଛନ୍ତି। ଆଉ ହଁ, ସୀମା କେତେ ଜଣ ହେଲେ ମା ତମର? 13 ଜଣ। କ'ଣ ଏଇଟା? ରାମର 12, ସୀମାର 13, ଏଇଟା କ'ଣ ପସିବୁଲ? ଏଇଟା କ'ଣ ହଉଛି? ସମ୍ଭବ ତ ନୁହଁ। ଏଇଥିରେ କାହାର ଭୁଲ ହେଇଛି ଆସ ଦେଖିବା। ଆଚ୍ଛା, ତମ କ୍ଲାସରେ ସବୁ କିଏ ବସିଛ? ହଉ, ଠିକ ଅଛି। ପୁଅ ଆଉ ଝିଅ ବସିଛ। ଏଇଠି କିଏ ବସିଛନ୍ତି ଦେଖିଲ? ଧାଡି ହେଇକି ବସିଛନ୍ତି ସମସ୍ତେ। ହସିବନି, କେହି ହସିବନି। ମତେ କହିଲ କିଏ ବସିଛନ୍ତି ଏଇଠି? କ'ଣ କହିଲ? ଆରେ କାହା ନାଁ କୁହନି। ମୁଁ କହିଲି କିଏ ବସିଛନ୍ତି? ଏଇ ଜୀବର ନାଁଟା କ'ଣ? ମାଙ୍କଡ଼। ହଁ, ସେଇ ପାତି ମାଙ୍କଡ଼। ଆଚ୍ଛା, ଆସ ଏଇ ପାତି ମାଙ୍କଡ଼ ଗୁଡ଼ିକ ଗଣିବା। ଆମେ କେତୋଟି ମାଙ୍କଡ଼ ବସିଛନ୍ତି ଆମେ ଗଣିବା। ଆଚ୍ଛା, ପ୍ରଥମେ କେତେ ଆସିବ? 1, 2, 3, 4, 5, 6, 7, 8, 9, 10। କେତୋଟି ମାଙ୍କଡ଼? ଦେଖ, 1, 2, 3, 4, 5, 6, 7, 8, 9, 10। କେତୋଟି ମାଙ୍କଡ଼ ହେଇଛନ୍ତି? ହଁ, 10ଟି ମାଙ୍କଡ଼ ଅଛନ୍ତି। ତ ଗଛ ଡାଳରେ କେତୋଟି ମାଙ୍କଡ଼ ବସିଛନ୍ତି ପିଲେ? ଭେରି ଗୁଡ୍। 10ଟି ମାଙ୍କଡ଼ ବସିଛନ୍ତି। ଆଚ୍ଛା, ଏବେ ଆମେ କୋଉ ପଟୁ ଗଣିଥିଲେ? ବାମ ପଟରୁ। ଏବେ ଆମେ ଗଣିବା ଡାହାଣ ପଟରୁ। ଡାହାଣ ପଟୁ ମାନେ କୋଉ ସାଇଡରୁ? ଯୋଉ ହାତରେ ତମେ ଖାଉଛ ନାହିଁ, ସେଇ ଖାଇବା ହାତ ସାଇଡରୁ ଆମେ ଗଣିବା। 1, 2, 3, 4, 5, 6, 7, 8, 9, 10। ଆରେ ଦେଖିଲ, ଆମେ ବାଁ ପଟୁ ଗଣିଲେ ବି 10ଟି, ଡାହାଣ ପଟୁ ଗଣିଲେ ବି 10ଟି, ହଁ ନା ନାଇଁ? ତେବେ ଆମେ ଜାଣିପାରିଲୁ ଯେଉଁ ପଟୁ ଗଣିଲେ ବି ଗଛରେ କେତୋଟି ମାଙ୍କଡ଼ ବସିଛନ୍ତି? 10ଟି। ଏବେ ଦେଖିଲ, ଏବେ ଆଉ ଗୋଟେ ଜିନିଷକୁ ଗଣିବା। ଏଇଟା କ'ଣ ରେ? ସମସ୍ତଙ୍କର ପସନ୍ଦ ନା? କାହା ପାଖରେ ଅଛି ଏଇଟା? ସୀମା ପାଖରେ ଅଛି। ଭେରି ଗୁଡ୍। ସୀମା ପାଖରେ ତାହେଲେ ଅଛି ନାଇଁ? ଏଇଟା କ'ଣ କହନ୍ତି କିରେ? ଟେଡି କହନ୍ତି ନା କଣ୍ଢେଇ କହନ୍ତି? ଆମେ ଟେଡି ବୋଲି କହିବା ହେଲା। ଆମେ କ'ଣ କହିବା? ଟେଡି ବୋଲି କହିବା। ଏଇଟା କେତେ ହେଲା? 1 ଟେଡି, 2 କଣ୍ଢେଇ, 3 କଣ୍ଢେଇ, 4 କଣ୍ଢେଇ। ଆଚ୍ଛା, ମୁଁ କଣ୍ଢେଇ କହିଦଉଛି ନାଇଁ। ଆଚ୍ଛା, ଟେଡି କହିବା। କେତୋଟି କଣ୍ଢେଇ ହେଲେ? 1, 2, 3, 4। ଏବେ ଦେଖିଲ, 4 ପରେ କ'ଣ ଆସିବ?
5 5 ପରେ କିଏ ଆସିଲା 6 6 ପରେ 7 7 ପରେ କାହାର ପାଲି 8ର ପାଲି 8 ପରେ ଆସିଗଲା 9 ତାପରେ ଦେଖିଲ ଆମେ ଏବେ ଉପରୁ ଗଣିବା ଆରମ୍ଭ କରିଥିଲେ କେତେ ଟେଡି ହେଇଥିଲା 9ଟି ଏବେ ଦେଖିବା ତଳ ପଟୁ ଗଣିବା 1 ଟେଡି 2 3 4 5 5 ପରେ ହଁ 5 ପରେ 6 6 ପରେ 7 7 ପରେ 8 8 ପରେ 9 ଦେଖିଲ ପିଲେ ଉପର ପଟୁ ଆମେ ଗଣିଲେ 9ଟି ହେଲା କଣ୍ଢେଇ କେତୋଟି ଅଛନ୍ତି 10ଟି କଣ୍ଢେଇ ଅଛନ୍ତି ଆରେ ନା କଣ୍ଢେଇ ଅଛନ୍ତି 9ଟି ତାହେଲେ ସୀମା ଆରମ୍ଭରେ ଯୋଉ ଗଣିଥିଲ 13ଟି ସେଥିରେ କିଛି ଭୁଲ ହେଇଯାଇଥିବ ହଁ ନା ନାଇଁ ଦେଖିଲ ଆମେ ଉପର ପଟୁ ଗଣିଲେ ବି 10ଟି କଣ୍ଢେଇ ନା 9ଟି କଣ୍ଢେଇ ତଳ ପଟୁ ଗଣିଲେ ବି 9ଟି କଣ୍ଢେଇ ବୁଝିପାରିଲ ନା ହଉ ଆଚ୍ଛା ଏବେ ମତେ କିଛି ଉତ୍ତର ଦେଲ ଏଇ ଯୋଉ ଆମ୍ବ ଗଛରେ ଦେଖୁଛ ଆମ୍ବ କେତୋଟି ଅଛି କହିଲ କହିଲ ଗଣିଲ ଆଚ୍ଛା ଦେଖ ଗୋଟେ ପାଖରେ 2ଟା ଗୋଟେ ପାଖରେ 3ଟା ଆଉ ଗୋଟେ ପାଖରେ 2ଟା ଅଛି ନା ଆମେ ଗଣିବା 1 2 3 4 5 6 7 ଆମ୍ବ ସଂଖ୍ୟା କେତେ ପିଲେ ଭେରି ଗୁଡ ଆମ୍ବ ସଂଖ୍ୟା ହେଲା 7 ଏବେ ଗଣିଲ ଆପଲ କେତେଟା ଅଛି ସେଓ କେତେଟା ଅଛି 1 2 3 4 5 6 7 8 9 10 11 12 13 14 15 16 17 18 କେତୋଟି ହେଲା ଆମ ପାଖରେ ସେଓ ଅଛି 18ଟା ବାକ୍ସ ଭିତରେ ସେଇ 18ଟା ସେଓ ଭିତରୁ ଆମକୁ 11ଟି ସେଓରେ କଣ କରିବାକୁ ପଡିବ ଆମକୁ ଗୋଲ ବୁଲେଇବାକୁ ପଡିବ ଆମେ କଣ କରିବା ବୁଲେଇବା ଗୋଲ କେତେଟି ସେଓ ହେଲା 5ଟି 6ଟି 7ଟି 8 9 10 11 ହେଲା ପିଲେ ଆମ ପାଖରେ 18ଟି ସେଓ ଥିଲା ଆମେ ଗୋଲ ବୁଲେଇଲେ 11ଟି ସେଓରେ ଏବେ ଦେଖିଲ ଏବେ ତଳ ପଟରୁ ଆମେ ଗୋଲ ବୁଲେଇବା 11ଟି ସେଓକୁ ଦେଖ ଆରମ୍ଭ କଲି 1 2 3 4 5 6 7 8 9 10 11 ବୁଲେଇଲି ନା ତଳ ପଟରୁ ବି 11ଟା ଉପର ପଟୁ ବି 11ଟା ଆଚ୍ଛା ଏବେ 5ଟି ପିଜୁଳିକୁ ଆମେ ଗୋଲ ବୁଲେଇବା ହେଇଗଲା 5ଟା 1 2 3 4 5ଟା ତାହେଲେ ଜାଣିପାରୁଛ ପିଲେ ହଁ ଏବେ ତଳ ପଟୁ ଦେଖିବା 1 2 3 4 5 5ଟା ପିଜୁଳିକୁ ଆମେ ଗୋଲ ବୁଲେଇଲେ ଆମେ କଣ ଜାଣିଲେ ପିଲେ ଆମେ ଜାଣିଲେ ଯଦି ଗୋଟେ ଜିନିଷ ଥିବ ତାହାକୁ ବାମ ପଟରୁ ଗଣିଲେ ବି ସେତିକି ହବ ଡାହାଣ ପଟୁ ଗଣିଲେ ବି ସେତିକି ହବ ଉପରୁ ଗଣିଲେ ବି ହବ ସେତିକି ତଳ ପଟରୁ ବି ଗଣିଲେ ସେତିକି ହବ ଠିକ ଅଛି ନା ପିଲେ ଏଇ ଭିଡିଓରେ ଏତିକି ଥିଲା ପୁଣି ଦେଖା ହବ ଆଉ ଗୋଟେ ନୂଆ ଭିଡିଓରେ ସେତେ ସମୟ ପର୍ଯ୍ୟନ୍ତ ରହିଲି ପିଲେ ଧନ୍ୟବାଦ